ବାଲେଶ୍ୱର ଜିଲ୍ଲା ସିମଳା ବ୍ଲକ ବାଟିଠାରେ ବିଜୁ ଜନତା ଦଳ ତରଫରୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଆଜି ବିଜୁ ଜନତା ଦଳର ନୂତନ ବ୍ଲକ ସଭାପତି ଉମାକାନ୍ତ ମହାନ୍ତିଙ୍କୁ ସିମୁଳାର ପୂର୍ବତନ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ସମେତ 22 ଗୋଟି ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ଏବଂ ବିଜେଡି କର୍ମୀମାନେ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ପୂର୍ବତନ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଜିଲ୍ଲା ପରିଷଦ ସଭ୍ୟ ଉମାକାନ୍ତ ମହାରଣା, ବରିଷ୍ଠ ନେତା ଅନନ୍ତ ପ୍ରସାଦ ପାଢ଼ୀ, ବାଟି ସମିତି ସଭ୍ୟ କାଳନ୍ଦୀ ଚରଣ ନାୟକ, ସରପଞ୍ଚ ହରପ୍ରିୟା ମଳିକ ପ୍ରମୁଖ ଉପସ୍ଥିତ ରହି ଆଗାମୀ ଦିନରେ ବିଜୁ ଜନତା ଦଳ କିପରି ଆହୁରି ଅଧିକ ସୁଦୃଢ଼ ହେବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସିମଳା ବ୍ଲକର ସମସ୍ତ ନେତୃମଣ୍ଡଳୀ, ନିର୍ବାଚିତ ପ୍ରତିନିଧିମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ। ସମ୍ବର୍ଦ୍ଧନା ଉତ୍ସବରେ ସିମୁଳିଆ ବ୍ଲକର ନୂତନ ଭାବେ ମନୋନୀତ ହୋଇଥିବା ଶ୍ରୀଯୁକ୍ତ ଉମାକାନ୍ତ ମହାନ୍ତି, ଯାହାଙ୍କୁ ଆମର ମାନ୍ୟବର ରାଜ୍ୟ ସଭାପତି ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଅନୁମୋଦନ କ୍ରମେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି। ଜଣେ ପୁରୁଣା ନେତୃମଣ୍ଡଳୀ ଜନତା ପାର୍ଟି ଜନତା ଦଳ ସମୟରୁ 90 ମସିହା ପାଖରୁ ଏବଂ ଯୁବକତ୍ୱ ରହିଛି, ନିଶ୍ଚୟ ସାହସିକତା ମଧ୍ୟ ରହିଛି। ନିଶ୍ଚୟ ସିଏ ଏ ଦଳକୁ ଆଗକୁ ନେବେ। ମୁଁ ଆଜି ତାଙ୍କୁ ସମ୍ବର୍ଦ୍ଧନା ମାଧ୍ୟମରେ ଏକ ବିଜୁ ଜନତା ଦଳ ଆଗାମୀ ପଞ୍ଚାୟତ ନିର୍ବାଚନରେ ଏ ଯେଉଁ ବିଜେପି ସରକାର ଯେଉଁ ଲୋକମାନଙ୍କ ବର୍ତ୍ତମାନ ଆକ୍ରୋଶର ଶିକାର ହେଇଛନ୍ତି ଏବଂ ଏଠିକାର ନିର୍ବାଚିତ ବିଧାୟକ ଆମେ ସମସ୍ତେ ଏକଜୁଟ ହେବୁ। ଇଏ ଯେଉଁ ଶୋଷଣ ଆଉ ଭାଷଣ ଦେଉଛନ୍ତି ତାଙ୍କୁ ଆମେ ଆଗାମୀ ଦିନରେ ଜନସାଧାରଣଙ୍କ ଆଶୀର୍ବାଦରେ ପଞ୍ଚାୟତ ଇଲେକ୍ସନ ହେଉ କିମ୍ବା NSE ଇଲେକ୍ସନ ହେଉ ନିଶ୍ଚୟ ତାହା ପ୍ରତିଫଳିତ ହେବ। ଆମେ ଆଜି ଯେଉଁ ଆମର ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ଜନତା ଦଳର ସଭାପତି ସେ ଯେଉଁ ଆଜି ଓଡ଼ିଶାରେ ସିମଳିଆ ବ୍ଲକରେ ଯେଉଁ ଆସ୍ଥା ପ୍ରକଟ କରିଛନ୍ତି, ମୋତେ ଯେଉଁ ଗୁରୁ ଦାୟିତ୍ୱ ଦିଆଯାଇଛି, ଆଜି ଯେଉଁ ସରକାର ଚାଲିଛି ସେ ସରକାର ଯେଉଁ ଜୁମଲା ସରକାର, ସେ ସରକାର ଲୋକଙ୍କର କାର୍ଯ୍ୟ କରିବା ପାଇଁ ମିଛ ବାହାନା କରି ଲୋକଙ୍କୁ ଯେଉଁ ମିଥ୍ୟା ପ୍ରତିଶ୍ରୁତି ଦେଇ ଏପର୍ଯ୍ୟନ୍ତ ଚାଲିଛି, ତାକୁ ଆମେ ନିଶ୍ଚିତ ଭାବରେ ସିମୁଳିଆ ବ୍ଲକରେ 22 ଗୋଟି ପଞ୍ଚାୟତରେ ନିଶ୍ଚିତ ଭାବେ ତାକୁ ବିରୋଧ ସୃଷ୍ଟି କରି ଆଗାମୀ ଦିନରେ ପୁଣି ଆଗାମୀ ପଞ୍ଚାୟତ ନିର୍ବାଚନରେ କିଭଳି ଭାବରେ ଦଳ ଆଗକୁ ଯିବ ସେଥିପାଇଁ ପ୍ରୟାସ ଜାରି ରଖିବୁ। ବାଟି ପଞ୍ଚାୟତରେ ଯେଉଁ ଆମର ଯେଉଁ ସଭାପତି ସିମଳିଆ ବ୍ଲକର ମାନ୍ୟବର ରାଜ୍ୟ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ମନୋନୀତ ହୋଇଛନ୍ତି ଶ୍ରୀଯୁକ୍ତ ଉମାକାନ୍ତ ମହାନ୍ତି ତଥା ସିମଳିଆ ଖଇରା ନିର୍ବାଚନ ମଣ୍ଡଳୀର ଆମର ପୂର୍ବତନ ବିଧାୟକ ତଥା ଆମର ଉପସ୍ଥିତିରେ ପଞ୍ଚାୟତରୁ ସମସ୍ତ ନିର୍ବାଚିତ ପ୍ରତିନିଧି, ସମସ୍ତ ଲଢ଼ୁଆ କର୍ମୀ ଏବଂ ବାଟି ଗ୍ରାମ ପଞ୍ଚାୟତର ସରପଞ୍ଚ ମହୋଦୟ, ଅନ୍ୟ ନିର୍ବାଚିତ ପ୍ରତିନିଧି, ନାୟବ ସରପଞ୍ଚ ସମସ୍ତେ ସଭାରେ ଆଗାମୀ ଦିନରେ ଆମେ କେମିତି ତଳ ସ୍ତରରେ ନୂଆ ସଭାପତି କହିଲେ ତଳ ସ୍ତରରେ ଯେଉଁ ଦୁର୍ନୀତି ଏଠିକାର ଚାଲିଛି, ଦୁର୍ନୀତିକୁ ଲୋକ ତ ଜାଣିଛନ୍ତି, ସେ ଲୋକମାନଙ୍କ ପାଖରେ ପୁଣି ତାକୁ ଠିକ୍ ଭାବରେ ନେଇକି ପହଞ୍ଚାଇବା, ଲୋକଙ୍କର ସମସ୍ୟାକୁ ଉପସ୍ଥାପନ କରିବା ବିଭିନ୍ନ ପ୍ଲାଟଫର୍ମରେ ଆମର ଏ ଗୁରୁ ଦାୟିତ୍ୱ ଅଛି। ନିଶ୍ଚିତ ଭାବରେ ଆମର ଆଶା ରହିଛି ଆଗାମୀ 27 ଇଲେକ୍ସନ୍ ଅଛି ଏବଂ ଏ ନିକଟରେ ଯେଉଁ NSE ଇଲେକ୍ସନ୍ ହେବାର ଅଛି, ଏ NSE ଇଲେକ୍ସନ୍ରେ ଆମର ଦୃଢ଼ ବିଶ୍ୱାସ ଆମର ଅଛି ଯେ ନିଶ୍ଚିତ ଭାବରେ ଆମେ କିଛି ନା କିଛି ଆମେ ଲୋକଙ୍କ ପାଖରୁ ରେଜଲ୍ଟ ପାଇବୁ, ସେଥିରେ କିଛି ସନ୍ଦେହ ନାହିଁ।